ସକାଳୁ ଉଠି ମୁଖ୍ୟ ଦ୍ୱାରରେ ଜଳ ସିଞ୍ଚନ କରିବାର ସଠିକ୍ ବୁଦ୍ଧି ଥରେ ଆପଣମାନେ କରିକି ଦେଖନ୍ତୁ, ଜୀବନ ସାରା ସୁଖୀ ହେବେ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ବହୁତ ପ୍ରୟାସ କରିବା ପରେ ବି ଯଦି ଆପଣମାନେ ବିଫଳତାର ଶିକାର ହେଉଛନ୍ତି, ତେବେ ଲଗାତାର 40 ଦିନ ପର୍ଯ୍ୟନ୍ତ ନିଜ ଘରର ମୁଖ୍ୟ ଦ୍ୱାରରେ ଜଳ ସିଞ୍ଚନ ଏହି ପ୍ରକାର ବିଧିରେ କରନ୍ତୁ। ଆଉ ତାପରେ ଦେଖିବେ 41 ନମ୍ବର ଦିନ ଆପଣଙ୍କ ଭାଗ୍ୟରେ କେତେ ବଡ଼ ପରିବର୍ତ୍ତନ ଆସୁଛି। ଯଦି ଆପଣଙ୍କୁ ବିଶ୍ୱାସ ହେଉନାହିଁ, ଏହି ଉପାୟକୁ ଭିଡ଼ିଓ ଦେଖିବା ମାତ୍ରେ ହିଁ ପ୍ରାରମ୍ଭ କରିଦିଅନ୍ତୁ। ଏହା ପ୍ରୟୋଗ ଅର୍ଥାତ୍ ସକାଳୁ ଉଠିକରି ନିଜ ଘରର ମୁଖ୍ୟ ଦ୍ୱାରରେ ଯେଉଁ ଜଳ ସିଞ୍ଚନ କରାଯାଏ, ଏହାର ସଠିକ୍ ପ୍ରୟୋଗ ଯେଉଁ ମହିଳାମାନେ ସକାଳ ସମୟରେ କରିଦିଅନ୍ତି, ତାଙ୍କ ଘରେ ଧନର ଅଭାବ ରହିନଥାଏ। ଚାରିଆଡ଼ୁ ଅର୍ଥ ଆସିଥାଏ। ଘରେ ଯେଉଁ କାମ ଅଟକି କରି ପଡ଼ିଛି, ସେହି କାମ ପୁଣି ଥରେ ଦୌଡ଼ିବାରେ ଲାଗିଥାଏ। ପୁଣି ଥରେ ସେହି କାମ ଅଚାନକ ଯେଉଁ ମାତ୍ରାରେ ଆରମ୍ଭ କରିବା ସମୟରେ ଗ୍ରୋ କରିଥିଲା, ସେହିପରି ଭାବରେ ପୁଣି ଥରେ ସେହି କାମ ଅଟକିଥିବା କାମ ପୁଣି ହେବ। ଆପଣଙ୍କର ଅଟକିଥିବା କାମ ହେବ। ଆପଣଙ୍କର ଯଦି ଚାକିରି ଜନିତ ସମସ୍ୟା, ଧନ ଜନିତ ସମସ୍ୟା ଅଛି, କରଜରେ ବୁଡ଼ି ବୁଡ଼ି ଚାଲୁଛନ୍ତି, ନିଶ୍ଚୟ ଆର୍ଥିକ ପରିସ୍ଥିତି ଆପଣଙ୍କର ସୁଦୃଢ଼ ହେବ। ଆପଣଙ୍କୁ ଲଗାତାର 40 ଦିନ ପର୍ଯ୍ୟନ୍ତ ଏହି ଉପାୟ କରିବାର ଅଛି। ଦର୍ଶକ ବନ୍ଧୁ, 40 ଦିନ ପରେ ଆପଣମାନେ ନିଜେ ଦେଖିବେ ଯେ ଆପଣଙ୍କ ଜୀବନର ପରିବର୍ତ୍ତନ। କିନ୍ତୁ ଏହି ଉପାୟକୁ ଜମା ବି ବନ୍ଦ କରିବେ ନାହିଁ। 40 ଦିନ ପରେ ବି ଆପଣ ଏହାକୁ ରେଗୁଲାର କରିବେ। ଯଦି ଆପଣଙ୍କ ଘରେ ସବୁ କିଛି ଠିକଠାକ କରିବା ପାଇଁ ଚାହୁଁଛନ୍ତି, ଯଦି ସଦାସର୍ବଦା ଆପଣଙ୍କ ଘରେ ସୁଖୀ ରହିବା ପାଇଁ ଚାହୁଁଛନ୍ତି, ଘରକୁ କୌଣସି ବି ବଡ଼ ରୋଗ ଆସିବ ନାହିଁ, ଘର ଅଟକିଥିବା କାମ ନିଶ୍ଚୟ ହେବ, ଆପଣଙ୍କ ପରିବାର ଭିତରେ ନିଶ୍ଚୟ ସ୍ନେହ ପ୍ରେମର ବାତାବରଣ ଆସିବ, ଆପଣଙ୍କ ପରିବାର ସୁଖୀ ପରିବାର ହେବ। ନିଶ୍ଚୟ କଳହ ପ୍ରିୟ ଜୀବନ ଯଦି ଆପଣ ବଞ୍ଚୁଛନ୍ତି, ତେବେ କଳହରୁ ବି ମୁକ୍ତି ପାଇବେ। ସବୁ ପ୍ରକାର ଖୁସି ଆପଣଙ୍କୁ ମିଳିବ। ସକାଳୁ ଜଳ ସିଞ୍ଚନ କରିବାର ସଠିକ୍ ବିଧି ଜାଣି ନିଅନ୍ତୁ ଏବଂ ତାପରେ ତୁରନ୍ତ ଆପଣଙ୍କୁ ଗୋଟିଏ କାମ ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କରିବାର ଅଛି। ଚାଲନ୍ତୁ ଆଉ ଡେରି ନ କରି ଆପଣଙ୍କୁ ମୁଁ କହିବି, ବ୍ରହ୍ମ ମୁହୂର୍ତ୍ତରୁ ବା ସକାଳୁ ଉଠିକରି ତୁରନ୍ତ ଆପଣ କିପରି ନିଜ ଘରର ମୁଖ୍ୟ ଦ୍ୱାରରେ ଜଳ ସିଞ୍ଚନ କରିବେ। ଏହାର ପ୍ରକୃତ ନିୟମ କେହି ବି ଜାଣିନାହାନ୍ତି। ପ୍ରଥମେ ନିୟମ ଜାଣିକରି ରଖନ୍ତୁ, ଆଉ ତାପରେ ଚମତ୍କାର ଖୋଲା ଆଖିରେ ଆପଣମାନେ ଦେଖିବେ। ତା ଆଗରୁ ମୋର ପ୍ରିୟ ଭାଇ ବନ୍ଧୁକୁ ମୁଁ ଅନୁରୋଧ କରିବି ଯେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ଟିକେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଆପଣମାନଙ୍କ ଭିତରୁ କେତେଜଣ ସକାଳୁ ଉଠିକରି ନିଜ ଘରର ମୁଖ୍ୟ ଦ୍ୱାରରେ ଜଳ ସିଞ୍ଚନ କରୁଛନ୍ତି? ଏହି ଭିଡ଼ିଓ ଦେଖିବା ପରେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ଆପଣଙ୍କୁ ଆଜି ଗୋଟିଏ ସୁନ୍ଦର ଉପାୟଟିଏ ଯେଉଁ ବତାଉଛି, ଆପଣ ନିଜକୁ ପଚାରିବେ ଯେ କେତେ ଛୋଟିଆ ଉପାୟ, ବିନା ଟଙ୍କା ଖର୍ଚ୍ଚରେ, ବିନା ପରିଶ୍ରମରେ, ଆପଣ ବିନା ପୂଜା ପାଠରେ ଆପଣଙ୍କର ଏତେ ସବୁ କାମ ମାତ୍ର 40 ଦିନରେ ସମ୍ଭବ ହୋଇପାରୁଛି। ବିନା ସ୍ନାନ କରିକି ବି ଆପଣଙ୍କୁ କରିବା ପାଇଁ ପଡ଼ିବ। ତେବେ ଏତେ ଛୋଟିଆ କାମଟି କ'ଣ ଆପଣ କରିବେ ନାହିଁ? ନିଶ୍ଚୟ କରନ୍ତୁ ଆଜ୍ଞା। ନିଜର ଭାଗ୍ୟରେ ଉଦୟ ହେବ। ଥରେ କରିକି ଦେଖନ୍ତୁ। ଆପଣ ରାତ୍ରିରେ ନିଜର ଘରର କିଚେନକୁ ଭଲ ଭାବରେ ସଫା କରିଦିଅନ୍ତୁ। ସେତେବେଳେ କ'ଣ କରିବେ, ଗୋଟିଏ ଛୋଟିଆ ତମ୍ବାର ପାତ୍ର କିମ୍ବା ପିତ୍ତଳର ପାତ୍ରରେ ଆପଣଙ୍କୁ ଲୋଟା ଭରି କରି, ଢାଳକୁ ଭରି କରି ଜଳ ନେବେ। ସେଥିରେ କିଛି ହଳଦୀ ପକାଇ କରି ନିଜ ଘରର କିଚେନରେ ରଖିଦେବେ। ଯଦି ଉତ୍ତର ପୂର୍ବ କୋଣ ନିଜ ଘରର କିଚେନରେ ଖୋଜି ପାରୁଛନ୍ତି ତାହେଲେ ଭଲ କଥା, ଯଦି ନାହିଁ ଠିକ୍ ସେମିତି ହିଁ ରଖିଦିଅନ୍ତୁ ଏବଂ ଗୋଟିଏ ଢାକୁଣି ଘୋଡ଼ି ଦେବେ। ରାତ୍ରି ସମୟରେ ହିଁ ସେଠାରେ କିଛି ଘୋଡ଼ଣୀ ଘୋଡ଼ାଇ ଦେବେ ସେହି ଢାଳ ଉପରେ। ଏହା କରିଦେବା ପରେ 2ଟି କର୍ପୂର, 2ଟି ଲବଙ୍ଗ ନିଜର କିଚେନରେ ଜାଳି ଦିଅନ୍ତୁ। ଲାଇଟକୁ ବନ୍ଦ କରି ଶୋଇବାକୁ ଆସିଯାଆନ୍ତୁ। ଯେତେବେଳେ ତା ପରଦିନର ସକାଳ ହେବ, ମୁହଁକୁ ଧୋଇଦେବେ, ତୁରନ୍ତ ଚାଲିଯିବେ କିଚେନକୁ। ରାତ୍ରିରେ ଯେଉଁ ଢାଳରେ ଘୋଡ଼ାଇ କରି ରଖିଦେଲେ ପାଣିକୁ ହାତରେ ଧରିଦେବେ। ଗୋଟିଏ ହାତରେ ଢାଳ ଆଉ ଗୋଟିଏ ହାତରେ ଝାଡ଼ୁ ଧରିକରି ନିଜ ଘରର ମୁଖ୍ୟ ଦ୍ୱାରର ଗେଟ୍କୁ ଖୋଲିବା ପାଇଁ ପଳାଇବେ। ଏହାକୁ ସକାଳ 6ଟା ପୂର୍ବରୁ ନିଜ ଘରର ମୁଖ୍ୟ ଦ୍ୱାରକୁ
चेष्टा करेंगे सकाळ 6टा पूर्व खोलिया पाई। एहाकू जदि 7टा 8टा 9टारे करेंगे जमा लाभ हम ना। 6टा पूर्व जदि ता पूर्व भी आपण माने उठुचंती बहुत भल कथा। एहाकू धरी देबे प्रथमे आपण कौन करेंगे नमो भगवते वासुदेवाय जप करी निजर घरर मुख्य द्वार जल सिंचन करेंगे जो हाथ में जल धरी तापर झाड़ू मारे। यह सठिक विधि। बहुत लोग जानी ना प्रथमे झाड़ू करवा ना जल सिंचन करवा। जल सिंचन कला कौन एमती मंत्र जप करवा आमर घर नकारात्मक ऊर्जा शेष हो। आज्ञा जिते बेले जल सिंचन करुचंती ओम नमो भगवते वासुदेवाय कहीकरी निज घरर मुख्य द्वार एरुंडी बंध दुई साइड पूरा जेतिकी भी आपनकर एरिया अछि प्रथमे निज मुख्य द्वार जल सिंचन करंतु। सेही एरुंडी बंधर जल सिंचन करंतु। एरुंडी बंधर तଳରେ जल सिंचन करंतु। मुख्य द्वार जोठी एरुंडी बंध जोठी मां लक्ष्मीकर बासव जो एरुंडी बंधरे आपनको बसिबाकू मना करा जाय सेठी सकाळ उठू उठू गेट खोलू खोलू आपण जल सिंचन करिवे। तापरे आपण झाड़ू करिवे। तापरे आपण घर को आसिक निज घरर झाड़ू कर दियंतु। निज घरर जहाँ भी काम थिबो कर दियंतु। ठीक सकाळ 9टा पूर्व आपण को द्वितीय उपाय करिवार अछि। आपण गोटे प्लेट रे किछि गंगा जल सहित शुद्ध जल नै जिवे। गोलापर इतर जहाँ की पूजा दुकान रे मिल जिवो किछि लाल पुष्प हळदिया चाउଳ किछि हळदी दीपटिए नै करी मुख्य द्वार को चली जिवे। आपण घर भितरे बसिबे। आपणकर मुह बाहर पटकू हबो। आपणकर डाहाण पटे जेउठी थिबो सेही एरुंडी बंध बा जदि एरुंडी बंध आजिकाली तो न थाए केही करूनांती भी बाहर जगार ठीक निज मुख्य द्वार रे आपण हळदी रे स्वास्तिक अंकन करिवे। तापरे हळदिया चाउଳ टिके पकाइबे। मां लक्ष्मी को स्मरण करुथिबे। मां लक्ष्मीकर गायत्री मंत्र को जपुथिबे। मनरे एया भाबुथिबे जे मां लक्ष्मी मो घर को आसीबे। मो घर दुख दारिद्र रोग क्लेश कष्ट दूर करिवे। मो घर स्थायी वास करिवे। लक्ष्मी नारायण को एमिति स्मरण करुथिबे। पूजा करबा समय रे सेठी लाल पुष्पटी पे दे देबे। ठीक घरर मुख्य द्वार जोठी हळदी रे स्वास्तिक कर देबे। ठीक तार तळकू आपण कोन करिवे गोटे घियर दीप लक्ष्मी नारायण को उद्देश्य रे जाଳି देबे। जेते बेले आपण माने बसी करी पूजा करिवे सेही घरर मुख्य द्वार रे जल सिंचन कर देबे। हळदी जल टिके हाथ रे पोछि देबे। सेटा को थोई देबे। ता पूर्वरु भी आपण को आ गोटे कथा कहबी निज घरर मुख्य द्वार को जदि सदा सर्वदा अधिक पानी रे धोई देबे। दुई पटे दुईटी लक्ष्मी पाद पकाई देबे। एहा भी बहुत शुभ अटे। तापरे आपण घरर मुख्य द्वार रे पूजा जेमिति मु एबे कहिली सेही उपाय रे करि देबे। प्रथम रे सकाळ उठी करी रात्रि रे रोसे घरे रखिथिबा पानी को ओम नमो भगवते वासुदेवा कहि सिंचन करिवे। तापरे झाड़ू कर देबे। घर को आसीबे किंबा सही समय रे आपणकर इच्छा आपण को केतिकी समय मिलुची देखिबे। घरर मुख्य द्वार को भल भाबरे पुणी थर अधिक पानी रे धोई करी रंगोली टिके पकाई देबे। गाधोई सारी स्नान करी घरर मुख्य द्वार पूजा करिवे। रेगुलार 40 दिन पर्यंत रेगुलार करंतु। आपण को अटकीबा को पड़िबो नाही। कंटिन्यू करबा को पड़िबो। सकाळ 9टा पूर्वरु एही काम करबा पे पड़िबो। आपण माने खोला आखिरे निज घरर चमत्कार देखिबे। जदि आपणक घरर अटकी थिबा काम न हेउची जदि आपणक घरे मां लक्ष्मीकर स्थायी वास न हेउची आपण माने कहिबे। केउ माने ए पर्यंत वीडियो को देखुचंती से माने निश्चय कमेंट सेक्शन रे जणांतु कोन आपण माने भी एही परि भाबरे लक्ष्मी पूजा करूछंती कि निज घरर मुख्य द्वार जल सिंचन करूछंती कि एपरि करंतु। मां लक्ष्मी दौड़ी करी आपणक घर को आसीबे। आज्ञा हो दर्शक बंधु मां लक्ष्मी क्यों स्थान रे वास करती। मां लक्ष्मी मां वृंदावती तुलसी चौरा मूले संध्या समय रे वास करती। आम घरर मुख्य द्वार रे वास करती। संध्या समय रे लक्ष्मी नारायणकर लक्ष्मी नृसिंहकर वास रही थाए। एही समय रे एही जगह रे जदि दीप प्रज्वलन करा जाए पूजा करा जाए अति सुंदर भाव पूजा करा जाए भक्ति सहकार पूजा करा जाए मां लक्ष्मी सही घरे निश्चय आसीबे। एहार सठिक विधि आपण माने करंतु। गोटे मास आपण रेगुलार जदि करिसंती जीवन रे दुख तो निश्चय जीव। एहाकु रेगुलार करंतु। मु तो कहिबी रेगुलार करंतु। समय जदि अछि निहाती करंतु। आपण को घरर मुख्य द्वार पूजा करिबा निज घर पूजा करिबा ए सब बहुत जल्दी जल्दी जदि करिबा को अछि पूर्व दिनरु ही प्रस्तुत करि दियंतु। जेमिति दीप सजाई देबे ठाकुरंक पई चंदन सिंदूर गोटे प्लेट रे ही सजाडी के रखिबे। सकाळु फूल पानी धरी करे आसी जिवे
ତୁରନ୍ତ ବାସନକୁ ସଫା କରିଦେବେ କିମ୍ବା ରାତିରେ ବି ଆପଣ ବାସନ ସଫା କରିପାରନ୍ତି। ସନ୍ଧ୍ୟା ପୂଜା ପରେ ଆପଣ ସଫା ବି କରିପାରନ୍ତି। ସକାଳକୁ ଟିକେ ପିଛୁଳାଇ କରି ପୂଜାରେ ଲାଗି ପଡ଼ିବେ। ଅତି କମରେ ଅଧଘଣ୍ଟା ଭିତରେ ମା ବୃନ୍ଦାବତୀଙ୍କର ପୂଜା, ମୁଖ୍ୟ ଦ୍ୱାରରେ ପୂଜା, ଘର ଠାକୁରଙ୍କର ପୂଜା ହୋଇଯିବ। ଏବଂ ତା ସହିତ ବି ଯଦି ଆପଣ କିଛି ଗୀତା ଭାଗବତ ପଢୁଛନ୍ତି, ଏ ସବୁ ବି ଅଧଘଣ୍ଟା ଭିତରେ ହେଇଯିବ। ଯଦି ଆପଣ ଫଟାଫଟ କରିବା ଆରମ୍ଭ କରିଦେବେ, ରାତିରୁ ଯଦି ସବୁ ସଜାଡ଼ି ଦେବେ, ଏହା ବହୁତ ସୁନ୍ଦର ଭାବରେ ହେଇଯିବ। ଏବଂ ଆପଣମାନଙ୍କୁ ଲକ୍ଷ୍ମୀ ପ୍ରାପ୍ତିର ବହୁତ ସୁନ୍ଦର ଭିଡ଼ିଓ ମୋ ଚ୍ୟାନେଲରେ କାଲିକି ନିହାତି ଅପଲୋଡ଼ ହେବ। ଶୁକ୍ରବାର ଦିନରେ ଲକ୍ଷ୍ମୀ ପ୍ରାପ୍ତିର ବହୁତ ସୁନ୍ଦର ଭିଡ଼ିଓ, କାରଣ ଶୁକ୍ର ଗ୍ରହଙ୍କର ଆରାଧ୍ୟ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ। ସାରା ଓଡ଼ିଶା ଜାଣିଛି ଯେ ଗୁରୁବାର ମା ଲକ୍ଷ୍ମୀଙ୍କର ପୂଜା କରାଯାଏ, କିନ୍ତୁ ବୈଭବ ଲକ୍ଷ୍ମୀରେ କାହିଁକି ଶୁକ୍ରବାର ଦିନ କରାଯାଏ, ଏହି ବିଷୟରେ କେବେ ଜାଣିଛନ୍ତି? ଜଗନ୍ନାଥ ଦାସଙ୍କ କୃତ ଲକ୍ଷ୍ମୀ ପୁରାଣରେ ଲେଖା ଅଛି ଯେ ଗୁରୁବାର ଦିନ ମାଣବସା ପୂଜା କରାଯାଉଛି। ମାଙ୍କର ପ୍ରିୟର ବାର ହେଉଛି ଗୁରୁବାର, କିନ୍ତୁ ଶୁକ୍ରବାର ବି ମାଙ୍କୁ ବହୁତ ପସନ୍ଦ ଅଟେ। ମା ସ୍ଥିର ବାସ କରନ୍ତି। ଯେଉଁ ନାରୀ ଶୁକ୍ରବାର ଦିନ ଏହି ପୂଜା ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ପାଇଁ କରିଥାଏ, ଏହି ଭିଡ଼ିଓ ଆଗାମୀ ଦିନରେ ଆପଣଙ୍କ ପାଇଁ ଆସିବ। ଚ୍ୟାନେଲ ସହ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।